ସ୍ଥାନୀୟ ପେଣ୍ଠକଟା ସ୍ଥିତ ଥିର୍ନାଲ ବରଫ ଓ ଭାଗବତ ଗୀତା କମ୍ୟୁନିଟି ହଲ୍ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ଏହି ଥିର୍ନାଲା ବରଫ ଓ ଭାଗବତ କମ୍ୟୁନିଟି ହଲ୍ଟି ଏମ୍ପି ଲ୍ୟାଣ୍ଡ ରାଜ୍ୟସଭା ଏମ୍ପି ପାଣ୍ଠିରୁ 10 ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯୋଗଦାନ କରି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କମ୍ୟୁନିଟି ହଲ୍ ନିର୍ମାଣ ହେଲେ ସମସ୍ତେ ଉପକୃତ ହୋଇପାରିବେ। ପେଣ୍ଠକଟା ବାସିନ୍ଦାମାନଙ୍କର ଦୀର୍ଘଦିନର ଦାବି ଥିଲା ସେମାନଙ୍କ ପାଇଁ ଭାଗବତ ପଠନର ଏକ ହଲ୍ ସହ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ, ଯାହାଦ୍ୱାରା ପେଣ୍ଠକଟା ବାସିନ୍ଦା ଏହି ହଲ୍ରେ ଭାଗବତ ପଠନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଓ ସାହିର ଉନ୍ନତିତର ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହେବ। ସେପଟେ ପେଣ୍ଠକଟା ବାସିନ୍ଦାଙ୍କର ସର୍ବାଙ୍ଗ ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସେମାନେ ସମୁଦ୍ରର ମାଛ ଧରିଲେ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାଏ। ସେମାନେ କିପରି ସୁବିଧାରେ ମାଛ ଧରିବା ପାଇଁ ଯିବା ସହ ସରକାରଙ୍କ ଅନେକ ସୁବିଧାରୁ କିପରି ବଞ୍ଚିତ ନ ହୁଅନ୍ତି ତା ପ୍ରତି ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ କେ ପ୍ରସନ୍ନ କୁମାର, ଚେପଳା ରାମନା, କାନ୍ଧଲା ତାତାରାଓ, ବୋଧି ଚିଟି, କେ ରାମନ୍ନା ରାଓ, ବୋନ୍ଧି ଅପା ରାଓ, ଏରିପିଲି ଆପଲା ରାଜୁ, ବୋନ୍ଧି ଜଗା ଓ କୋବିନାଲା ପ୍ରମୁଖ ଉପସ୍ଥିତ ଥିଲେ।